ଜୟ ଜଗନ୍ନାଥ ନିଆଳି ଆପଣମାନଙ୍କୁ ମୁଁ ଆଜି ପ୍ରାଚୀ ନଦୀ ଦେଖାଇବା ପାଇଁ ଆଣିଛି। ପ୍ରାଚୀ ନଦୀ ସେ ପୁଣି କେଉଁଠି? ପ୍ରପର ନିଆଳିରେ ଯେଉଁ ପ୍ରାଚୀ ନଦୀ, ଆମ ନିଆଳିର ପ୍ରାଚୀ ନଦୀ। ଆମ ଦେଖନ୍ତୁ, ଏ ଆମ ସିଂହସାହିର ପୁରୁଣା ପୋଲ, ସିଂହସାହିର ନୂଆ ପୋଲ। ମୁଁ ବର୍ତ୍ତମାନ ସମ୍ପୂର୍ଣ୍ଣ ପ୍ରାଚୀ, ଆପଣ ଭାବେ କ'ଣ ପ୍ରାଚୀ ନଈ ଭିତରେ ଠିଆ ହେଇଛି ନା କ'ଣ? ଏଠି ଦେଖନ୍ତୁ, ମୁଁ ପ୍ରାଚୀ ନଦୀର ସମ୍ପୂର୍ଣ୍ଣ ଭିତରେ ଅଛି। ଏ ହେଉଛି ପ୍ରାଚୀର ଅବସ୍ଥା। କ'ଣ ଏଇ ଜାଗାରେ ପ୍ରାଚୀକି ପୁନରୁଦ୍ଧାର କରାଯାଇପାରିବନି? ଆମେ ଶୁଣିଛୁ ବଡ଼ମାନଙ୍କ ଠାରୁ, ଯେତେବେଳେ ସୁର ନାୟକ ଯିଏ କାକଟପୁରର ବିଧାୟକ, ସେ ଯେତେବେଳେ ମନ୍ତ୍ରୀ ଥିଲେ, ଯେଉଁ ସମୟରେ ପଞ୍ଚାନନ କାନୁନଙ୍କ ମଧ୍ୟ ମନ୍ତ୍ରୀ ଥିଲେ, ସେ ସମୟରେ ଯୋଜନା ହେଇଥିଲା ଯେ କୁଆଡ଼େ ଏସବୁ ପୁରାତନ ପ୍ରାଚୀକୁ ପୁନରୁଦ୍ଧାର କରାଯିବ। ବିଜେଡ଼ି ସରକାର ତାପରେ ବହୁତ ବର୍ଷ ରହିଲା। ମାନ୍ୟବର ବିଧାୟକ ସେତେବେଳେ ଯିଏ ଥିଲେ ପ୍ରମୋଦ ମଲ୍ଲିକ ରହିଲେ, ଯେ ସରକାରୀ ଜାଗାକୁ ମଧ୍ୟ ଦଖଲକୁ କୁଆଡ଼େ ନିଆଯାଇଥିଲା। ଲୋକଙ୍କ ଠାରୁ କିଛି ଜାଗାକୁ ନିଆଯାଇଥିଲା। ସରକାରୀ ଜାଗା ମଧ୍ୟ ଯେଉଁଗୁଡ଼ା ଥିଲା ସବୁ ସେ ପ୍ରାଚୀ ଏମ୍ବାଙ୍କମେଣ୍ଟ ନାଁରେ ନିଆଯାଇଥିଲା ଯେ ତା'ର ଉଦ୍ଧାର କାର୍ଯ୍ୟ କରାଯିବ ବୋଲି। କିନ୍ତୁ ଏତେ ବର୍ଷ ବିତିଗଲାଣି, ପ୍ରାଚୀ ନାଁରେ କେବଳ ଗୋଟେ ପ୍ରହସନ ଚାଲିଛି। ଆଉ ବର୍ଷକୁ ବର୍ଷ ଗୋଟେ ଥର ପ୍ରାଚୀ ପରିକ୍ରମା ନାମରେ ଗୋଟେ କାର୍ଯ୍ୟକ୍ରମ, ଯେଉଁଟାକି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ, ସେହି ସମୟରେ ପ୍ରାଚୀ ବିଷୟରେ ଟିକେ ଆଲୋଚନା ପର୍ଯ୍ୟାଲୋଚନା ହେଉଛି। ନହେଲେ ପ୍ରାଚୀକୁ ଆମେମାନେ ପୁରା ଭୁଲିଗଲେଣି। ଇଏ ହେଉଛି ପ୍ରାଚୀର ଅବସ୍ଥା। ଅଲଗା କେଉଁଠିକି ଯିବା ଦରକାର ନାହିଁ ଆପଣଙ୍କୁ ପ୍ରାଚୀ ଦେଖାଇବାକୁ। ମୁଁ ଆପଣଙ୍କୁ ଦେଖାଉଛି, ଦେଖନ୍ତୁ, ଇଏ ହେଉଛି ପ୍ରାଚୀର ଅବସ୍ଥା। ଏଇ ଗୋତକ ଯେଉଁ ଆମର ସବୁ ତୁଠଫୁଟ କରିବା ପାଇଁ, ଦେଖନ୍ତୁ, ଯାହା ହେଲେ ତ କରିବାକୁ ପଡ଼ିବ। ନିଆଳିର 12 ସାହି ଏଇ ଜାଗା ଉପରେ ନିର୍ଭର ତୁଠ କରିବା ପାଇଁ। ଚିନ୍ତା କରନ୍ତୁ, ଖରାଦିନେ ଯଦି କାହାର ଗୋଟେ ପ୍ରାଣ ପଳେଇଲା, ପିଣ୍ଡ କର୍ମ, ଦଶାହ କର୍ମ ସବୁ ଏଇତକ ପାଣି ଭିତରେ ଆମକୁ ବ୍ୟବସ୍ଥା କରିବାକୁ ପଡ଼ିବ। ଏହା ହେଉଛି ନରିସ ଯିବା ବାଟରେ ପ୍ରାଚୀର ପୋଲ। ପ୍ରାଚୀ ପୋଲ ଉପରେ ଠିଆ ହେଇ ମୁଁ ଆପଣଙ୍କୁ ପ୍ରାଚୀ ଦେଖାଉଛି। କେତେ ଚଉଡ଼ା ଦେଖନ୍ତୁ ଏ ଜାଗାରେ ପ୍ରାଚୀ, ଦେଖିଲେ ନା? ଏପଟ ସାଇଡ଼୍ରେ ବି ଦେଖନ୍ତୁ କେତେ ଚଉଡ଼ା ଏ ଜାଗାରେ ପ୍ରାଚୀ। କିନ୍ତୁ ଆଗକୁ ଗଲା ପରେ ପ୍ରାଚୀ ଜାକି ହେଇ 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 ଯାଇଛି। ଚିନ୍ତା କରନ୍ତୁ। ଆଉ ହଁ, ଆମ ନିଆଳିର ଆଧ୍ୟାତ୍ମିକ ଶ୍ରେଷ୍ଠତାର ପରିଚୟ, ଆମ ଇତିହାସର ପ୍ରକୃତ ଶ୍ରେଷ୍ଠତାର ପରିଚୟ, ନିଆଳି ଗୋଟିଏ ଶ୍ରେଷ୍ଠ ଅଞ୍ଚଳ ଆଧ୍ୟାତ୍ମିକତା କ୍ଷେତ୍ରରେ। ତା'ର ପରିଚୟ ପ୍ରାଚୀ କେବଳ ଦୀର୍ଘ ବର୍ଷ ଧରି ରାଜନୈତିକ ଇଚ୍ଛାଶକ୍ତିର ଅଭାବ ହେତୁ ଆଜି ଏ ପ୍ରକାରର ପରିସ୍ଥିତିରେ ପଡ଼ିଛି। ଆପଣ ଚିନ୍ତା କରନ୍ତୁ ପ୍ରାଚୀର ଅବସ୍ଥା ଏ ଜାଗାରେ କ'ଣ। ଆଉ ଜାକି ହେଇଯିବାର କାରଣ କ'ଣ? ଲୋକମାନେ ଯେଝା ବାଟରେ ଯେ ପ୍ରାଚୀକି ସବୁ ଦଖଲ କରିବା ଆରମ୍ଭ କଲେ। ମାନେ କଡ଼ ଗୁଡ଼ାକ କିଏ ଇଟା ପକେଇଲା, କିଏ ବାଲି ପକେଇଲା, କିଏ ଘର କରି ରହିଲା, କିଏ ପାଇଖାନା କରି ପ୍ରାଚୀ ଭିତରକୁ ପାଣି ବି ଛାଡ଼ିଲାଣି। ଆମେ ନୀରବ ଦେଖାଉଛି, ଚାଲନ୍ତୁ। ଏହା ସୁବନେଶ୍ୱରଙ୍କର ନିକଟରେ ଥିବା ପ୍ରାଚୀ କୂଳ। ଯେଉଁପଟେ ମହାପ୍ରଭୁଙ୍କୁ କୁଆଡ଼େ ଦର୍ଶନ କରିବାକୁ ମା ପ୍ରାଚୀ ଓ ଅନ୍ୟ ଦେବାଦେବୀ ଯାଆନ୍ତି। ଦେଖନ୍ତୁ ଆଜି ଏ ଜାଗାରେ ପ୍ରାଚୀର ଚଉଡ଼ାଟା କେତିକି ଦେଖନ୍ତୁ। ପାହାଚ ଯାଏଁ ଏ ଜାଗାରେ ପ୍ରାଚୀଟାକୁ ଦେଖନ୍ତୁ। ଏ ଜାଗାରେ ଚଳେ ପାଣି ହେଲା। ଆପଣ ବିଶ୍ୱାସ କରନ୍ତୁ, ଏ ଜାଗାରେ ଚଳେ ପାଣି ଅଛି, ଯେଉଁଟା ସେ 10 ତୁଠ ଜାଗାଠୁ ଟିକେ ଅଧିକା। ମୁଁ ପୁରା ବର୍ତ୍ତମାନ ଆପଣଙ୍କୁ ପ୍ରାଚୀ ଭିତରେ ଯାଇ ଠିଆ ହେଇକି ଦେଖାଉଛି। ପୁରା ପ୍ରାଚୀ ଭିତରେ, ମିଡ଼ିଲ୍ ଅଫ୍ ଦ ରିଭର ପ୍ରାଚୀ। ଆପଣମାନେ ଦେଖନ୍ତୁ, ଏଇଠି ଦେଖନ୍ତୁ ଆଉ ଗୋଟେ ପୋଲ ସେଇଠି ଦେଖାଯାଉଥିବ ଆପଣଙ୍କୁ। ପୋଲ ପରେ ପୋଲ ହେଇଯାଇଛି, କିନ୍ତୁ ପ୍ରାଚୀର ପୁନରୁଦ୍ଧାର ପାଇଁ କେମିତି ଦେଖିବାକୁ ଗଲେ କେବଳ ସମସ୍ତେ ମାନେ ବଡ଼ ବଡ଼ କଥା କହିଛନ୍ତି ପ୍ରାଚୀର ପୁନରୁଦ୍ଧାର ପାଇଁ, କିନ୍ତୁ ପ୍ରାଚୀର ପୁନରୁଦ୍ଧାର ପାଇଁ କିଛି ବି କରାଯାଇନି। ବରଂ ପ୍ରାଚୀର ଚାରିପଟେ ଥିବା, ପ୍ରାଚୀର ଏନବାଙ୍କମେଣ୍ଟରେ ଥିବା ସରକାରୀ ଜମି ହେଉ ବା ଲୋକଙ୍କର ପର୍ସନାଲ ଜମି ଯେଉଁଗୁଡ଼ା ସରକାର ଦଖଲକୁ ନେଇଥିଲା, ସେଗୁଡ଼ାକୁ ବି ଲୋକ ସରକାର ଦଖଲକୁ ନେଇଥିଲା। ସରକାରଠୁ କମ୍ପନସେସନ୍ ସେତେବେଳେ ପାଇଥିଲେ। ଏବେ ଆଉ ଥରେ ବିକିବା ବି ଆରମ୍ଭ କଲେଣି। ଯଦି ଗଭୀର ତଦନ୍ତ ହେବ ଜଣାପଡ଼ିବ, କାରଣ ସାଧାରଣ ଏ ବିଷୟରେ ଚର୍ଚ୍ଚା ହେଉଛି। ଦେଖନ୍ତୁ, ଇଏ ହେଉଛି ଆମ ପ୍ରାଚୀର ଅବସ୍ଥା। ଆଉ ଏଠି ତ ଯାହା ଜବରଦଖଲ ସେ କଥା ନ କହିବା ଭଲ, କିନ୍ତୁ ସେଗୁଡ଼ାକୁ ଆମକୁ ଯିବାକୁ ବି ଉଚିତ ନୁହଁ। ଲୋକ ରହୁଛନ୍ତି, ଆମର କ'ଣ ଅଛି? ହଜାର ହଜାର ଲୋକ ଚୁପ୍ ରହୁଛନ୍ତି। ବର୍ତ୍ତମାନ ମୁଁ ନୂଆସାହି ପୋଲ ଉପରେ ଅଛି। ଏ ଦେଖନ୍ତୁ, ଏ ଜାଗାରେ ପ୍ରାଚୀର ଚଉଡ଼ାଟା କେତେ। ଆକ୍ଚୁଆଲି ଆମ ପ୍ରାଚୀ ହେଉଛି ଏତିକି ଚଉଡ଼ା। ଆପଣମାନେ ଟିକେ ଚିନ୍ତା କରନ୍ତୁ। ଏ ପୋଲରୁ ସବୁବେଳେ ନଦୀର ଚଉଡ଼ାଟା ଜଣାପଡ଼ିଯିବ। ଦେଖନ୍ତୁ ସେଠି ପୁରୁଣା ପୋଲ, ସେ କଥା ଛାଡ଼ନ୍ତୁ। ଦେଖନ୍ତୁ ରକ୍ଷଣାବେକ୍ଷଣର ଅଭାବରୁ ଏହା ଗୋଟେ ଯେଉଁ କହନ୍ତିନି ଗ୍ରୀନ୍ ଆର୍ଟ ଟାଇପ୍ର ହେଇଗଲାଣି ଏ ଜାଗା ଗୁଡ଼ାକରେ। ପ୍ରମୋଦ ମଲ୍ଲିକଙ୍କ ଦ୍ୱାରା ଇଏ ପୋଲ ଉଦ୍ଘାଟିତ ହୋଇଥିଲା। କିନ୍ତୁ ଇଏ ପୋଲ ଉଦ୍ଘାଟନ ହେଲେ କ'ଣ ହେବ? ପ୍ରାଚୀର ରକ୍ଷଣାବେକ୍ଷଣ ପାଇଁ କେବେ ବି କିଛି ପଇସା ଖର୍ଚ୍ଚ ଠିକ୍ଠାକ୍ ହେଇଛି କି ନ ହେଇଛି, ଉଦ୍ଧାର କାର୍ଯ୍ୟ ପାଇଁ କ'ଣ କରାଯାଇଛି କେବେ ବି ତ ଆମେ ଦେଖିଲୁନି। ଛୋଟବେଳୁ ପ୍ରାଚୀଟାକୁ ମାନେ ରିଜୁଭିନେଟ୍ କରିବାକୁ ଚେଷ୍ଟା କରାଗଲା, ବା ପ୍ରାଚୀଟାକୁ ପୁନରୁଦ୍ଧାର ପ୍ରପରଲି କରିବାକୁ ଚେଷ୍ଟା କରାଗଲା। ଆଜି ଯାଏଁ ହେଇପାରିଲାନି ପ୍ରାଚୀର ପୁନରୁଦ୍ଧାର। ଏମିତି ହଜାର ହଜାର ପୋଲ ଗଢ଼ା ହେଇଛି, ଏମିତି ହଜାର ହଜାର ମାନେ ଲୋକଙ୍କୁ ଆଶା ଦିଆହେଇଛି।
एमती शह शह कोटी टंका मध्य आसिकी विभिन्न प्रकार प्रोजेक्ट रे काम होईची वर्ष वर्ष धरी मुझे तो दी वर्ष कथा कहबी नहीं तो नुआ नुआ आसिले आ पूर्वर मध्य कांग्रेस हो ये हो किंतु प्रॉपर प्राचीर पुनरुद्धार पई केही केबे किछि कलेनी आम नियालीवासी भी केवल भोट देवा समय भोट देले तापर चुप रहिले प्रश्न उठे निश्चिंत नियाली लोक प्रश्न उठाती किंतु केबे किछि हेई पारला कि आमको बर्तमान एकत्रित होइबाकू पड़िबो बर्तमान प्राची बंचा आंदोलन भली गोटे आंदोलन सृष्टि करियाकू पड़िबो जहाँफल प्रकृत में सरकार आखि खोल अंतत ए सरकार समय प्राचीर पुनरुद्धार हो पार। जय जगन्नाथ जय श्री राधाराणी नमस्कार।